ଭାରତବର୍ଷର ଜନସାଧାରଣଙ୍କର ଏବଂ ସମସ୍ତ ରାଜନୈତିକ ଦଳଙ୍କର ଏବଂ ସମସ୍ତ ସାମାଜିକ ନ୍ୟାୟ ଆନ୍ଦୋଳନର ପ୍ରମୁଖ ସଂଗଠନମାନଙ୍କର ଦାବି ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଇଛନ୍ତି, ନିଷ୍ପତ୍ତି ନେଇଛନ୍ତି ଯେ ଜାତିଭିତ୍ତିକ ଜନଗଣନା ହେବ। କିନ୍ତୁ ଆମର ଦାବି ହେଉଛି ଜାତିଭିତ୍ତିକ ଜନଗଣନା ଗୋଟେ ସ୍କାନିଂ। ଏଇଥିରେ ଜଣାପଡ଼ିବ କେଉଁ ପରିବାର ଏବଂ କେଉଁ ବର୍ଗର କେଉଁ ଜାତିର ଲୋକ କେତେ ଡେଭଲପ୍ ହେଇଛନ୍ତି ଏବଂ ବ୍ୟକ୍ତିଗତ ଭାବରେ ଇଣ୍ଡିଭିଜୁଆଲି କେତେ ଡେଭଲପ୍ ହେଇଛନ୍ତି, ତାଙ୍କର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ, ତାଙ୍କର ଶିକ୍ଷା କ୍ଷେତ୍ରରେ, ନିଯୁକ୍ତି କ୍ଷେତ୍ରରେ ଏବଂ କେମିତି ମେଣ୍ଟାଲି କେତେ ଆଗକୁ ଯାଇଛନ୍ତି, ସାମାଜିକ ସ୍ଥିତି କ'ଣ, ପରିସ୍ଥିତି କ'ଣ, ଏ ସମସ୍ତ କଥାକୁ ବିଚାରକୁ ନେଇ ସେମାନେ ଜାତି ଜନଗଣନା କରିବା ଉଚିତ। ଏବଂ ଯେଉଁମାନେ ଜାତି ଜନଗଣନାରେ ଯେଉଁ ସରକାରୀ କର୍ମଚାରୀ ସବୁ ନିଯୁକ୍ତି ହେବେ ସେମାନଙ୍କୁ ସେଇ ମାଇଣ୍ଡସେଟ୍ରେ ଟ୍ରେନିଂ ଦେବା ଦରକାର ଯେମିତି ଗୋଟିଏ ପରିବାର କୌଣସି କାରଣରୁ ବାଦ ପଡ଼ିବେନି। ଏଇଟା ହେଉଛି ଗୋଟେ ସ୍କାନିଂ, ଯେଉଁ ସ୍କାନିଂରେ ଜଣାପଡ଼ିଯିବ 75-80 ବର୍ଷ ଭିତରେ ଭାରତବର୍ଷର ବହୁ ସଂଖ୍ୟକ ଲୋକ କେଉଁ ସ୍ତରରେ ଅଛନ୍ତି, କିଏ ଆଗକୁ ଯାଇଛି, କିଏ ତଳକୁ ଖସିଛି ବା କାହାର କ'ଣ ସ୍ଥିତି, ଏ ଜାତିଭିତ୍ତିକ ଜନଗଣନା ତାହାକୁ ଦର୍ଶାଇବ। ସେଇଥିପାଇଁ ଠିକ୍ ଭାବରେ ନିର୍ଭୁଲ ଭାବରେ କରିବାକୁ ମୁଁ ସରକାରଙ୍କୁ ନିବେଦନ କରୁଛି। ସେଥିପାଇଁ ଗୋଟେ ଟ୍ରେନିଂ ଦରକାର ଅଫିସରମାନଙ୍କର, ଏମ୍ପ୍ଲୟିମାନଙ୍କର ଏବଂ ବ୍ୟାପକ ଜନସଚେତନତା କରିବାର ଆବଶ୍ୟକତା ଅଛି ଯେ ଆପଣମାନେ ସମସ୍ତେ ସ୍ୱତଃପ୍ରବୃତ୍ତ ଭାବରେ ଜାତି ଜନଗଣନାରେ ସାମିଲ ହୁଅନ୍ତୁ। ଏ ଜାତି ଜନଗଣନା ସୂଚାଇବ ଭାରତବର୍ଷର ପ୍ରତ୍ୟେକ ବ୍ୟକ୍ତିଙ୍କର ଅର୍ଥନୈତିକ ଉନ୍ନତି କେତେ ହେଇଛି, ଶିକ୍ଷା ଭିତରେ କେତେ ହେଇଛି, ନିଯୁକ୍ତି ଭିତରେ କେତେ ହେଇଛି, ସାମାଜିକ ଅବସ୍ଥା କେତେ ତାଙ୍କର ସୁଧୁରିଛି, କେତେ ଦୂର ଛୁଆଁଛୁତି ଭାବ କଟିଛି, କେତେ ଦୂର ଗୋଟେ ପ୍ରଗତିଶୀଳ ସମାଜ ହେଇଛି। ତେଣୁ 100% ଲୋକଙ୍କର ଯୋଗଦାନରେ ଭାରତବର୍ଷ ସମୃଦ୍ଧ ହେବ। ଏଇଟାକୁ ସେ ସଠିକ୍ ଭାବରେ କରିବାକୁ ମୋର ନିବେଦନ। ଦେଖନ୍ତୁ, ଜାତିଭିତ୍ତିକ ଜନଗଣନା ହେଉଛି ତାର ଏକ ଷ୍ଟେପ୍, ଗୋଟେ ପାହାଚ, ଯେଉଁ କଥାଟାକୁ ଆମେ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲୁ। ଯଦି ଏଥିରେ ସ୍ୱଚ୍ଛତା ନ ରହିବ ତାହେଲେ ଏହା କରି କିଛି ଲାଭ ହେବନି। ଏଇଟା ହିଁ ମାପକାଠି ହେବ ଭାରତବର୍ଷର ପ୍ରଗତିର।